ଭେନେଜୁଏଲା ଏକ ଦୀର୍ଘ ସମୟରୁ ଆର୍ଥିକ ଓ ରାଜନୈତିକ ସଂକଟରେ ଜଡିତ ଏକ ଦେଶ। ସେଠାରେ ଶାସନ ବ୍ୟବସ୍ଥା, ନିର୍ବାଚନୀ ସ୍ୱଚ୍ଛତା, ସେନା ସରକାର ସମ୍ପର୍କ ଓ ଆନ୍ତର୍ଜାତୀୟ ଚାପ ସବୁକିଛି ଏକ ଜଟିଳ ସମୀକରଣର ଅଂଶ। ନିକୋଲାସ ମାଦୁରୋଙ୍କ ସରକାର ଉପରେ ଆମେରିକା, ପଶ୍ଚିମାତ୍ୟ ଦେଶମାନଙ୍କର ଅନେକ ଅଭିଯୋଗ ରହିଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ ଏହି ଦେଶ ପ୍ରତି କଠୋର ନୀତି ଗ୍ରହଣ କରାଯାଇଥିଲା। ସେଥିରେ ଆର୍ଥିକ ପ୍ରତିବନ୍ଧକ, କୂଟନୈତିକ ଚାପ ଓ ସେନା ହସ୍ତକ୍ଷେପର ଆଶଙ୍କା ମଧ୍ୟ ଥିଲା। କିନ୍ତୁ ଏହି ଭେନେଜୁଏଲାକୁ ଭାରତ ସହ ତୁଳନା କରିବା ସମ୍ପୂର୍ଣ୍ଣ ଭୁଲ। ଭାରତ ହେଉଛି 1.4 ବିଲିୟନ ଜନସଂଖ୍ୟାର ସବୁଠୁ ବଡ଼ ଲୋକତନ୍ତ୍ର, ଶକ୍ତିଶାଳୀ ସମ୍ବିଧାନ, ସ୍ୱାଧୀନ ନ୍ୟାୟ ବ୍ୟବସ୍ଥା, ସଶକ୍ତ ସେନା ଓ ଦୀର୍ଘ ପରମ୍ପରାର ରାଜନୈତିକ ସଂସ୍ଥା ସହିତ ରହିଛି। ଏପରି ଏକ ଦେଶରେ ବିଦେଶୀ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ଅପହରଣ କରିନେବେ ବୋଲି ଭାବନା କରିବା କେବଳ ଅସଙ୍ଗତ ନୁହେଁ, ଏହା ଜନମନରେ ଅନାବଶ୍ୟକ ଭୟ ସୃଷ୍ଟି କରିବାର ଅପଚେଷ୍ଟା।